କଣା ନଖା ଏକ କଷ୍ଟ ଦୁଃସାଧ୍ୟ ରୋଗ। ଏଇଟା ହେଉଛି ମାନେ ଯଦି ପରିବାରର ବଂଶଗତ ରୋଗ, ବଂଶରେ ଯଦି କାହାର ନା କାହାରି କଣା ନଖା ରହିଛି, ପୂର୍ବ ପର ପିଢ଼ିରେ ଏଇଟା ନିଶ୍ଚିତ ସେ ରୋଗ ଦେଖାଯାଏ। କଣା ନଖା ପାଦର ଗୋଟେ ଆଙ୍ଗୁଳି ଗୋଟେ କଣ ସେଇଟା ବଥା ରହିବ, ବିନ୍ଧିବ, ଫୁଲିବ, ପୂଜ ହେଇଯିବ, ପ୍ରବଳ କଷ୍ଟ ଯନ୍ତ୍ରଣା ହେବ, ଚାଲିବାରେ କଷ୍ଟ ଅନୁଭବ ହେବ। ଲୋକମାନେ ବି ଅଛନ୍ତି ବାରମ୍ବାର ସେଇଟା ଅପରେସନ୍ କରନ୍ତି। ଅପରେସନ୍ ବି ଗୋଟେ ଥରରେ ବି ସକ୍ସେସ୍ ହୁଏନି, ସେଇଟା ବାରମ୍ବାର ବି ଅପରେସନ୍ କରିବାକୁ ପଡ଼େ, ବହୁତ କଷ୍ଟ ଯନ୍ତ୍ରଣା ହୁଏ। ମୋର ଜଣେ ବାଲେଶ୍ୱରରେ ଜଣେ ପରିଚିତ ଲୋକ ଥିଲେ, ଏମିତି ବି 2 ଥର ଅପରେସନ୍ କଲା ପରେ ତୃତୀୟ ଥର ତାଙ୍କର ସେଇଟା କ୍ୟାନ୍ସର ହେଇଗଲା, ସେପ୍ଟିକ୍ କରି ସେଇଟା କ୍ୟାନ୍ସର ହେଇଗଲା। ସିଏ ଆଉ ତାଙ୍କର କ'ଣ ହେଲା ତାପରେ ମୁଁ ଆଉ କହିପାରିବିନି। କିନ୍ତୁ ସେଇ କଣି ନଖା ଆପଣ କ'ଣ କରିବେ ନା, ପାଦର ଆଙ୍ଗୁଳିକି ଉଷୁମ ପାଣି କରିକିରି ଯେତିକି ଆପଣଙ୍କୁ ମାନେ ସହିଲା ଭଳିଆ ଆପଣ ଉଷୁମ ପାଣି କରିବେ, ସେ ପାଦ ଆଙ୍ଗୁଳିଟିକି ଗରମ ପାଣିରେ ବୁଡ଼େଇ ଦେବେ। ବୁଡ଼େଇ ଦେଇକି ହାତଟା ଭଲକରି ପରିଷ୍କାର ମାରିଦେବେ, ପରିଷ୍କାର କରି ଧୋଇଦେବେ। ଧୋଇଦେଲେ ସେ ତା ଭିତରେ ଯାହା ବାଲି ଧୂଳି ଥବ ବାହାରିଯିବ। ବାହାରିଗଲା ପରେ ତାକୁ ଗୋଟେ ପରିଷ୍କାର କପଡ଼ାରେ ସେ ଆଙ୍ଗୁଳିଟିକି ପୋଛିଦେବେ। ପୋଛିଦେଲା ପରେ ପଞ୍ଚଗୁଣା ତାକୁ ଗରମ କରିଦେବେ। କୌଣସି ଚାମଚରେ ତାକୁ ଗରମ କରିଦେବେ। ସେ ଗରମ ପଞ୍ଚଗୁଣାଟି ସେ ନଖରେ ତାକୁ ଦେବେ। ତାପରେ ନିଜକୁ ସହିଲା ଭଳିଆ ଚୁଲି ହେଉ ତ ଗ୍ୟାସ୍ ହେଉ ତାକୁ ଟିକେ ଭଲ ଭାବରେ ସେକ ଦେଇଦେବେ। ଏମିତି 2-3 ଥର କଲେ ଆପଣ ଦେଖିବେ ଚତୁର୍ଥ ଥରକୁ ଆପଣ ସେ କଣା ନଖା କଷ୍ଟ ବହୁତ ପରିମାଣରେ ଲାଘବ ହୋଇଯାଇଥିବ। ସେ ବର୍ଷ ତା ପର ବର୍ଷ ହେବନି ବୋଲି ମୁଁ କହିପାରିବିନି, ନିଶ୍ଚିତ ହେବ ତା ପର ବର୍ଷ। କିନ୍ତୁ ଯେତିକି ସମୟ ତକ ହେଉଥିବ ସେ ବର୍ଷ ଆଉ ଆପଣଙ୍କର କେବେ ବି କଣା ନଖା ଆଉ ହେବନି। ବହୁତ ଶାନ୍ତି ଲାଗିବ, ବହୁତ ଆରାମ ଲାଗିବ। ଆପଣ କଣା ନଖା ହେଲେ ଆପଣ ଏଇ ପ୍ରକାର ଟ୍ରିଟମେଣ୍ଟ କରନ୍ତୁ, ନିଶ୍ଚିତ ଆପଣ ଲାଭବାନ ପାଇବେ।